ସାର୍ ଆପଣଙ୍କ ପରିଚୟ ଆଜି କାର୍ଯ୍ୟକ୍ରମ ବିଷୟରେ। ମୋ ନାଁ ହେଉଛି ଭକ୍ତ ବିହାରୀ ମିଶ୍ର। ମୁଁ ନ୍ୟାସନାଲ୍ ଇଣ୍ଟିଗ୍ରେଟେଡ୍ ହ୍ୟୁମାନ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଏଜେନ୍ସି ନିହିଡ଼ାର ସମ୍ପାଦକ ହିସାବରେ ଦୀର୍ଘ 30 ବର୍ଷ ଧରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାମ କରୁଛି ଏବଂ ଅର୍ଗାନାଇଜେସନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମେ ସାଧାରଣ ଜନତାମାନଙ୍କୁ ଏବଂ ସାଧାରଣ ଖାଉଟିମାନଙ୍କୁ ଖାଉଟି ପ୍ରୋଟେକ୍ସନ୍ ଆକ୍ଟ ବା କଞ୍ଜ୍ୟୁମର ପ୍ରୋଟେକ୍ସନ୍ ଆକ୍ଟ ବାବଦରେ ସେମାନଙ୍କୁ ସଚେତନ କରାଇବା, ସେମାନଙ୍କୁ ଜାଗୃତ କରାଇବା, ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବା ଏବଂ ପୁରପଲ୍ଲୀରେ ଯେଉଁଠାରେ ଖାଉଟିଟିଏ ଠକାମିର ଶିକାର ହେଉଛି, ସାଇବର ଫ୍ରଡ଼ରେ ପଡ଼ୁଛି ଏବଂ କଷ୍ଟଲବ୍ଧ ଧନକୁ ବିନିଯୋଗ କରି ଡୁପ୍ଲିକେଟ୍ ଜିନିଷ କିଣୁଛି, ସେ ସମ୍ପର୍କରେ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଶିକ୍ଷା ଦେବା ପାଇଁକା, ଜାଗୃତ କରିବା ପାଇଁକା, ସଚେତନ କରିବା ପାଇଁକା ଆମେ ପୁରୀ ଜିଲ୍ଲାରେ ବିଭିନ୍ନ ବ୍ଲକରେ ପ୍ରୋଗ୍ରାମ ମାନ କରୁଛୁ। ସେଥିମଧ୍ୟରେ ଏହି କର୍ମଶାଳା ହେଉଛି ଅନ୍ୟତମ ଏବଂ ଏଥିରେ ଗରିବ ଖାଉଟି ଉପଭୋକ୍ତାମାନେ, ମହିଳାମାନେ, କୃଷକମାନେ ଏବଂ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ କଞ୍ଜ୍ୟୁମର ପ୍ରୋଟେକ୍ସନ୍ ଆକ୍ଟର ସମସ୍ତ ଦିଗକୁ ଗ୍ରିଭାନ୍ସ ରିଡ୍ରେସନାଲ ଫୋରମର ବା ରିଡ୍ରେସ୍ କରିବା ପାଇଁକା ଅଭିଯୋଗକୁ ଦାଖଲ କରିବା ପାଇଁ କେଉଁ କେଉଁ କାଗଜପତ୍ର ଦରକାର, କେଉଁ ନଥି ଦରକାର, କେଉଁଠାରେ ଆବେଦନ କରିବେ, କାହାକୁ ଆବେଦନ କରିବେ, ସେ ସମ୍ପର୍କରେ ସରଳ ଭାଷାରେ ସରଳ ପ୍ରଣାଳୀରେ ସେମାନଙ୍କୁ ଅବଗତ କରାଉଛୁ ଏବଂ ମିନିମମ୍ ଦ୍ରବ୍ୟଟିଏ ବା ସେବାଟିଏ କିଣିଲେ ରସିଦ କିଣିବା ପାଇଁକା, ରସିଦ ଆଦାୟ କରିବା ପାଇଁକା, ରସିଦ ଗ୍ରହଣ କରିବା ପାଇଁକା ତାଙ୍କୁ ସଚେତନ କରାଯାଉଛି ଏବଂ ଯେଉଁମାନେ ଗ୍ରାମାଞ୍ଚଳରେ ହେଉ ବା ସହରାଞ୍ଚଳରେ ହେଉ ସେମାନେ ଓଜନ ଏବଂ ମାପରେ ଠକୁଛନ୍ତି ଏବଂ ସେମାନେ ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି, ସେମାନଙ୍କୁ ସତର୍କ କରିବା ପାଇଁକା ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲାର ପଦାଧିକାରୀଙ୍କୁ ନେଇ ବିଭିନ୍ନ ଜାଗାରେ ଚଢ଼ଉ କରାଯାଉଛି। ଅପମିଶ୍ରଣ ଖାଦ୍ୟକୁ ମଧ୍ୟ ଚଢ଼ଉ କରି ତାକୁ ନଷ୍ଟ କରାଯାଉଛି ଏବଂ ସମସ୍ତଙ୍କୁ ସଚେତନ କରାଯାଉଛି ସେମାନେ ଯଦି ଖାଉଟି ସାମଗ୍ରୀ ବିକ୍ରି କରୁଛନ୍ତି, ଫୁଡ଼ ପ୍ରୋସେସିଂ ୟୁନିଟ୍ ତିଆରି କରୁଛନ୍ତି, ତାହେଲେ ସେମାନେ FSSAIରେ ପ୍ରଥମେ ରେଜିଷ୍ଟ୍ରେସନ କରାନ୍ତୁ, ତାଙ୍କର ୟୁନିଟ୍କୁ ପଞ୍ଜୀକୃତ କରାନ୍ତୁ। ପଞ୍ଜୀକୃତ କଲାପରେ ସେମାନଙ୍କୁ ଟ୍ରେନିଂ ଦିଆଯିବ ଏବଂ ସେମାନେ ଉଚିତ ଦାମରେ ଶୁଦ୍ଧ ଖାଦ୍ୟ ଜନସାଧାରଣଙ୍କୁ ସେମାନେ ପରଷି ପାରିବେ, ଦେଇପାରିବେ, ଯାହାଦ୍ୱାରା କି ଖାଉଟିମାନେ ଅଚେତନ ଅବସ୍ଥାରେ ବା ସଚେତନ ଅଭାବରୁ ସେମାନେ ଯେଉଁ ଅପମିଶ୍ରଣ ଖାଦ୍ୟ ଘରକୁ ଆଣୁଛନ୍ତି ସେଥିରେ ବିଭିନ୍ନ ରୋଗ ହେଉଛି, ଦେହ ଖରାପ ହେଉଛି, କିନ୍ତୁ ଅର୍ଥ ଯାଉଛି ଶୁଦ୍ଧ। ଅର୍ଥରେ ଅଶୁଦ୍ଧ ନାହିଁ କିନ୍ତୁ ଖାଦ୍ୟରେ ଅଶୁଦ୍ଧ, ଯାହାଦ୍ୱାରା କି କ୍ୟାନ୍ସର ଠାରୁ ଆରମ୍ଭ କରି ସେମାନଙ୍କର ହାର୍ଟ ଆଟାକ୍, ଆଣ୍ଠୁଗଣ୍ଠି ରୋଗ ଏବଂ ଡାଇବେଟିସ୍ ପରି ଏକ ଭୟାନକ ସଂକ୍ରାମକ ରୋଗ ପରି ପ୍ରାୟ 60% ଲୋକଙ୍କୁ ଏହି ଖାଦ୍ୟ ଅପମିଶ୍ରଣ ଫଳରେ ସେମାନେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଛାତ୍ରଛାତ୍ରୀମାନଙ୍କୁ ଆଜି ଯେଉଁ ବାର୍ତ୍ତା ଦେଲୁ, ଯାହାଦ୍ୱାରା କି ସେମାନେ ଦୁଇ କୂଳକୁ ସେମାନେ ଏହି ସେବା ଯୋଗାଇ ଦେଇପାରିବେ। ପ୍ରଥମେ ସେମାନେ ଘରେ ଥିବା ସେମାନଙ୍କର ପିତାମାତା, ଗୁରୁଜନ, ଲଘୁଜନମାନଙ୍କୁ ଖାଉଟି ପ୍ରୋଟେକ୍ସନ୍ ଆକ୍ଟ ସମ୍ପର୍କରେ ବାର୍ତ୍ତା ଦେବେ, ରସିଦଟିଏ ସଂଗ୍ରହ କରିବେ, ମ୍ୟାନୁଫ୍ୟାକ୍ଚରିଂ ଡେଟ୍ ଏବଂ ଏକ୍ସପାୟରି ଡେଟ୍ ଦେଖିବେ, MRP ମ୍ୟାକ୍ସିମମ୍ ରିଟେଲ୍ ପ୍ରାଇସ୍ ଉପରେ ସେମାନେ ବାର୍ଗେନିଂ କରିବେ ଏବଂ ପ୍ରତ୍ୟେକ ଉପଭୋକ୍ତାମାନଙ୍କର ଯେଉଁ 6 ଗୋଟି ଅଧିକାର ଅଛି ସେ ଅଧିକାର ସମ୍ପର୍କରେ ସେମାନଙ୍କୁ ସଚେତନ କରାଗଲା ଏବଂ ଏଠାରେ ଏକ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କମ୍ପିଟିସନ୍ ବି କରାଗଲା, ଯେଉଁଥିରେ ପ୍ରଥମ ଦ୍ୱିତୀୟର ପୁରସ୍କାର ହିସାବରେ ତାଙ୍କୁ ପ୍ରାଇଜ୍ ମଧ୍ୟ ଦିଆଗଲା ଏବଂ ମୁଁ ଆଶା କରୁଛି ଏହିପରି ଯଦି ସଚେତନତା ବାର୍ତ୍ତା ବିଭିନ୍ନ ଗ୍ରାମରେ, ବିଭିନ୍ନ ପଞ୍ଚାୟତରେ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ସମୟାନୁକ୍ରମେ ଦିଆଯିବ, ତାହେଲେ ଧୀରେ ଧୀରେ ଏ ସମାଜରୁ ଠକାମି, ଶୋଷଣ ଏବଂ ଅସାଧୁ ବେପାରୀମାନଙ୍କର ଲୋପ ବା ସଂଖ୍ୟା ଧୀରେ ଧୀରେ କମିଯିବ ଏବଂ ସମାଜ ସୁଧୁରିଯିବ। ଧନ୍ୟବାଦ।